टॉयलेट नहीं ओके ओके এইটা হচ্ছে আমার রুম। ও এটা ওটা রুম ଆମେ ଦି ଜଣ ଏଠି ରହୁଛୁ। ହେଲା ଆଉ ଏଇଟା ହଉଛି ଆମର ଟଏଲେଟ। ଏ ଘର ପାଇଁ ଏଇଟା ହଁ 5ଟା ବେଡରୁମ୍ ପାଞ୍ଚଟା ବେଡରୁମ୍ 5ଟା ବେଡରୁମ୍ ୱିଥ୍ ଆଟାଚ୍ ଟଏଲେଟ। ଗୋଟେ ଖାଲି ବାହାରେ ଆଉ 4ଟା ଆଟାଚ୍। ଏ ପଛପଟ କିନ୍ତୁ ରୁମ୍ ଗୁରା ବଢ଼ିଆ ଦେଇଛି। ହଁ ରୁମ୍ ବହୁତ ଭଲ ବଡ଼ ସାଇଜ୍ ରୁମ୍। ଏଇଟା ହେଲାଣି କେତେ ପାଖାପାଖି ଏଇ ଯୋଉ ରେଟ୍ରେ ମୁଁ ପାଇଲି ଟ୍ରେନରେ ଏଇ ରେଟ୍ରେ ଭୁବନେଶ୍ୱରରେ କୋଉଠି ପାଇଲି। ଏଇ ଯୋଉ ଜିନିଷ ବନେଇକି ଦେଇଛି ନା ନାଇଁ ଟେନ୍ରେ ପାଖାପାଖି ଏଇଟା 10ରୁ 10 ନା ଫିନିସିଂ କାମ ସବୁ କରୁଛି। ନା ବଢ଼ିଆ ସବୁ ଯାହା କିଛି ଦେଇଛି ସେ କରିଛି। ଏଇଟା କିଚେନ୍ ଏଇଟା କ୍ଲୋଜରେ ପାଣି ଦବାକୁ ନାଇଁ ସବୁ କାଲି ଆସିଛି ସବୁ ତାକୁ ରଖିକି ଉପରକୁ ନେବି ବୋଲି। ଆଚ୍ଛା କୋଉଠି ରଖିବନି ସେ ଜାଣିକି କହିଦେଇଛି। এখন কোন আনিয়া পড়ে কোন নসল কোনটা? নসল করে ନାଇଁ ସେ ଜଣେ କାଲକାଟାରୁ ଆଣିକି ଦେଉଛି। আচ্ছা ଏଇଟା ବି ଗୋଟେ ଏକ୍ସଟ୍ରା ରୁମ୍ ଏଇଟା ଭଳିଆ ହେଉଛି ସାଉଣ୍ଡ ରୁମ୍। ଓ ଏଇଟା ବଡ଼ର ରୁମ୍ ବଡ଼ ରୁମ୍ ଏଇଟା ତାର ଟଏଲେଟ। ହେଲା ହେଲା ଏଇଟା ଗୋଟେ ବାଲକୋନି। ଓ ଏଇଟା ଗୋଟେ ବାଲକୋନି আরে পদাও দিতে আপনি এটা କାମ ହେଉଛି এটা উপর উপর মালা ପାଇଁ ପାଉଛନ୍ତି ଆଉ ହଁ ଏଇଟା ଗୋଟେ ବଢ଼ିଆ ବସିକି ବସିବା ପାଇଁ ପୁରା ଭିଉ ବଢ଼ିଆ। ଏରା ସବୁ ସବୁ ଏଇ ସେଠି ଲିଙ୍ଗରାଜ ଟେମ୍ପଲ ହଁ ସେ ଲିଙ୍ଗରାଜ ଟେମ୍ପଲ ନା ଏୟାରପୋର୍ଟଟା ସେପଟେ। ଏରା ବର୍ଷା ପାଣି ଫାଣି ହୁଅନି ତ ନାଇଁ ପାଣି ହଉନି। ପାଣି ହୁଅନି ତ এটা হাইট ଅଛି ସେଟା ଡାଉନ୍ ଅଛି ସେଟା ହଁ ସେଟା ଡାଉନ୍ ଅଛି ଓ ଏଇଠି ପୁରା ଲିଙ୍ଗରାଜ ଟେମ୍ପଲ ଦେଖା ହେଉଛି ନା ବଢ଼ିଆ ମୋତେ ସିନ୍ ବଢ଼ିଆ ଅଛି এটা ସାଇଟ୍ ଭଲ ଅଛି ଭୁବନେଶ୍ୱର ସାରା ଖୋଜି ଖୋଜି ନା ବେଷ୍ଟ ସାଇଟ୍ ଏଇଟା ଘର ସାଇଟ୍ ସବୁ ପଦାକୁ ରହିଛି ଫାଙ୍କାକୁ ଏକଦମ ଭାଗ୍ୟରେ ଥିଲେ ବି ଆପଣ ବୋଲେ ହଁ ଭାଗ୍ୟରେ ଥିଲେ ବି ହଁ ସତରେ ସତ କଥା ସତରେ ଭାଗ୍ୟରେ ମାନେ ମୁଁ ଯାହା ଯାତ୍ରାରେ ଦେଖିଛି ମୋତେ ସେଇଆ ମିଳିଛି। ନା ପରା ଆଉ ସେ ଯୋଉ ଘରକୁ ଯାଇଛି ସେ ମାନେ କଞ୍ଜଷ୍ଟେଡ୍ ସେ ଜାଗାଟା ପୁରା ବର୍ତ୍ତମାନ କଞ୍ଜଷ୍ଟେଡ୍ ହେଇଗଲା ଏଇଟା ହେଉଛି ମଝିଆର। ମଝିଆ ତ ଆସୁନି ସିଏ ତ ତାର ହାଇଦ୍ରାବାଦରେ ଆଉ ତାର ଟଏଲେଟ୍ ଏଇଟା। ଓ ସବୁ ସବୁ ସେମାନଙ୍କ ସବୁ ସେପାରେଟ୍ ସବୁ କରିଦେଇଛ ଘର 3 ଜଣ ତ 3ଟା ହେଇଗଲା। ସିଏ ବାବୁଲା ମୂଷା ଆସିଲେ କହୁଥିଲା ଆରେ ବଢ଼ିଆ ଘର ବାଦୁର କରୁଛି ତୁ ତା ରୁମ୍ଟା ତାଲା ପଡ଼ିଛି ମୁଁ ଆଣୁଛି ଚାବି। ଆଉ ଏଇଟା ଗୋଟେ ରୁମ୍ ଅଛି ହଁ ଏଇଟା ସୁମନର ସୁମନ ରୋଡ଼ ମୁଁ ଆଣୁଛି ଚାବି କରିବି। ଏଇଟା ଆର ସୁମନର ଏଇଟା ତାର ଟଏଲେଟ୍। ତ ବଢ଼ିଆ ହେଇଛି ଆଉ କ'ଣ ସୁବିଧା କରିଦେଇଛ 3 ଜଣଙ୍କ ପାଇଁ 3ଟା ରୁମ୍ ହେଇଗଲା ଆଉ କ'ଣ ତାର ବଢ଼ିଆ ଲାଇଟ୍ ସିଷ୍ଟମ୍ କରି ରଖିଛି। ହଁ ବାପା ଗାର୍ଡେନ୍ ଦେଖିବାକୁ ପଳେଇଲେଣି କୁଆଡ଼େ ଉପରକୁ? ହଁ ଚାଲ। ଚାଲନ୍ତୁ ଏଇଟା ମୁଁ ହାତରୁ ବନେଇଲି। ଓ ଏଇଟା ନାଇଁ ମୋ ଦେଖା ଦେଖି ସମସ୍ତେ ବନେଇଲେ। ହଁ ଏକ୍ସଟ୍ରା ଗୋଟେ ଏଇଟା ନା ମୁଁ ଏଠି ମୁଁ ଫାଷ୍ଟ ଜାଗାଟା ଅନନେସେସରି ମୁଁ ଫାଷ୍ଟ ଲୋକ ହଁ ଏଠି କେହି ଆସିନଥିଲି। ଏବେ ଏଇ ରୁମ୍ଟା କରୁଛି କବି ଏକ୍ସଟ୍ରା ଗୋଟେ। ଓକେ କେତେ ବଡ଼ ଜାଗା ବାହାରିଗଲା ନା ଓହୋ ଏମିତି ଗୋଟେ ବାହାର କଲେ ହଁ ଯାହା ଉପରେ ସବୁ ଲାଗିଲା। এইটা যেটা দিচ্ছ এটা ଗୋଟେ ବଞ୍ଚିଛି ତ ହଁ। ହବ ଆଉ।
কোনটা হব কোন ড্রাগন ফ্রুট ড্রাগন ଏ ଡ୍ରାଗନ୍ ଫ୍ରୁଟ୍ ଏଇଟା ବଢ଼ିଆ ବହୁତ ଗୁଡ଼ା ରୋଗ ସେଇଟା ଡେଙ୍ଗୁ ହେଲେ ପ୍ଲେଟଲେଟ୍ ଯେଉଁ କମିଯାଏ ତା ପାଇଁ ସାଙ୍ଗେ ସାଙ୍ଗେ କାମ କରିବ। ଆଚ୍ଛା ଦୁଇଟା ଦେଇଥିଲା ଗୋଟେ ବଞ୍ଚିଛି କିନ୍ତୁ ହଁ ଏବେ ଆଉ ସପୋଟାଟା କାହିଁକି ବଞ୍ଚିଲାନି? ଚପଟା ଗୋଟେ ଦେଇଛି। ଓ ସେ ଧଉଳି 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 ଏଇ ଧଉଳି ଯେଉଁ ସ୍ତୂପ ଜାମରୁଲ ଅଛି, ଲିଚୁ ଅଛି, ମୌସମ୍ବି ଅଛି। ମାମୁଁ ସେଇଟା ଯେଉଁ ମେନ୍ ରୋଡ଼ରେ ଗଲେ ସେ ଯେଉଁ ମେନ୍ ରୋଡ଼ ଗଲେ ଧଉଳି ପାଇବା ନା ପାଇବ ଯେ ଏଇ ଯେଉଁଟା ଯେଉଁ ଇଏ ଗଛ ଯାକ ଦିଶୁଛି ପାମ୍ ଗଛ ଯାକ ହଁ 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 ସେଠି ଗୋଟେ 100 ମିଟର ରୋଡ଼ ଅଛି। ଓକେ ଓକେ ସେଇଟା 6 ଲେନ୍ ହେଇଯିବ, ପୁରୀକୁ କନେକ୍ଟ ହେଇଯିବ। ଓହୋ ହୋ ଯେଉଁ ଏବେ ଯେଉଁ ଡିକ୍ଲାର କରିଛନ୍ତି ଡିକ୍ଲାର ହେଇଛି। ଓକେ ଓକେ ତାହେଲେ ଆପଣଙ୍କୁ ବହୁତ ପାଖ ପୁରୀକୁ ଏକଦମ ପାଖ ହେଇଯିବ। ପୁରା ପାଖ ନୁହଁ ତାପରେ ଧଉଳିକୁ ବି ପାଖ ହେଇଯିବନି ହଁ ଧଉଳି ତ ସେଠି ରହିଲା, ଧଉଳି ପାଖ ହେଇଯିବ କିନ୍ତୁ ଏଇଟା ସିଧା ପଳେଇବ ସେ କଟିକି କଟେଇ ପୁରୀକୁ ନା ଏୟାରପୋର୍ଟ। ଏ ଯେଉଁ ରିଙ୍ଗ ରୋଡ଼ଟା କୁଆଡ଼କୁ ହବ? କେଉଁ ରିଙ୍ଗ ରୋଡ଼ଟା? ରିଙ୍ଗ ରୋଡ଼ ଭୁବନେଶ୍ୱର ରିଙ୍ଗ ରୋଡ଼ଟା ବାହାରେ ସେ ବାହାରେ ରହିଛି। ଆଚ୍ଛା ଏଗୁଡ଼ା ସବୁ ପ୍ଲଟିଂର ରଖିଦେଲାଣି ବିଲ୍ଡର ସବୁ ପ୍ଲଟିଂର ରଖିଦେଇଛନ୍ତି। ଆଉ କିଛି ବାକି ନାହିଁ। ସେ ସବୁ ବିକ୍ରି ସରିଥିବ। ଏ ଭିତରେ ମୌସମ୍ବି ହେଇଛି। ହଁ ଏଇବା ମୌସମ୍ବି ତ 3ଟା ଭେରାଇଟି ଅଛି। ଗୋଟେ ବାହାରଟା ପୁରା ବ୍ଲୁ ହେବ, ଆଉ ଗୋଟେ ବାହାରଟା ପୁରା ଇଏ ରେଡ୍ ହେବ। ଆମ୍ବର ଭେରାଇଟି କ'ଣଟା? ହଁ ଆମ୍ବର ଏଇଟା କି ଭେରାଇଟି? ଏବେ ବିକ୍ରି ହେଉଛି ମାର୍କେଟ ମିଠା। ତାକୁ ଆହୁରି ଦରକାର ବଡ଼ କୁଣ୍ଡ ଦରକାର। ନାଇଁ ସବୁ ଟ୍ରାନ୍ସପୋର୍ଟ ହେଇଯାଇଛି। ରଙ୍ଗ ବାକି ତା ତଳ କଣା ଥିବ। ହଁ ହଁ ଲିଚୁ ଫଳିଥିଲା, ଜାମୁକୋଳି ଫଳିଥିଲା, ପିଜୁଳି ଗୋଟେ କାଢ଼ିଲି ଏବେ ଏଠିକି ବଡ଼। ଏଇ ଗଛରୁ ସେଇ ଗଛରେ ଯେଉଁ ହୁଏନି ସେଇ ଗଛରେ ଗୋଟେ ପିଜୁଳି କାଢ଼ିଲି। ଦେଖିବ ପିଜୁଳି ଆର ପନ୍ଦର ଅଛି। ତାର କ'ଣ ମାତ୍ର ଗୋଟିଏ ହେଇଥିଲା? ହଁ ଗୋଟାଏ ହେଇଥିଲା, ଗୋଟିଏ ଥର ହେଇଥିଲା। ପଶି ପଶି ନାହିଁ। ସେ ତ ଯେଉଁ ଗୋଟା ହେବ ବହୁତ ବଡ଼ ହେବ ଆଉ। ଏଇଟା କ'ଣ କହିଲ? ଏଇଟା ହେଉଛି ତେଜପତ୍ର ବା। ମିଠା ଲାଗୁଛି। ଡାଲଚିନି। ଡାଲଚିନି ଏଇଟା କ'ଣ କହିଲ? ଏଇଟା ମକ୍ତି ଦେଇକି କୁହ, ପୁରା ମକ୍ତି ଦେଇକି ଶୁଭ। ଗୋଟେ ଭଲ ବାସ୍ନା ହେଉଛି। ଏଇଟା ସେ ଆକୁ ଯେଉଁ କହୁଛନ୍ତି ଫାଇଭ୍ ସ୍ପାଇସ୍, ମାନେ ଲବଙ୍ଗ, ଅଳେଇଚ, ଡାଲଚିନି ସବୁ ମିଶ୍ରଣ। 5 ସ୍ପାଇସ୍ କହୁଛନ୍ତି। ଏଇଟା ଡାଲଚିନି ବାହାରିବ କେମିତି ବାହାରିବ? ଫଳ ହେବ ନା କ'ଣ ହେବ? ଫଳ ନାହିଁ, ତାର ଖୋଳପାରୁ ବାହାରେ ଡାଲଚିନି। କାହା ଖୋଳ ପାରେ? ଏଇ ଗଛର ଖୋଳ ପାରେ? ସେ ରହି ରହି ମୋଟା ହେବ। କାଲକାଟାରୁ ସବୁ ଆସିକି ଏଠିକି ଦେଉଛନ୍ତି ନାଇଁ? କେଉଁଠୁ କାଲକାଟା ତାଙ୍କର ଡିପୁ ଥିବ କେଉଁଠି ଗୋଟେ ନର୍ସରୀ।